ଜଣ ସାଙ୍ଗମାନେ ଆଉ ଏକ ନୂଆ ବ୍ଲଗ ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ଆଜି ମୁଁ ଆସିଛି ଧାନ ବିଲକୁ, କାହିଁକି ନା ଆମ ଯେ ତଳା ପଡିଥିଲା ତ ଅଧେ ତ ପୋଡି ଯାଇଛି ତ ଜାଣିଥିବେ। ତ ଆଉ ତାପରେ ପରେ କେଜିଏ ଧାନ ଆଣିକି ଆମେ ତଳା ପକେଇଥିଲୁ। ତ ସେଇ ତଳା ଏବେ ଉଠି ଯାଇଛି। ସେ ଉଠିବା ଫଳ ମୁଁ ସାର ପକେଇବା ପାଇଁ ଆସିଛି। ତ ସାର ପକେଇବି। ତ ଏଥିରେ ରୁଆ ବି ଆରମ୍ଭ ହେଇଗଲାନି ସବୁ। ସେ ସାଇଡ ମାନେ ପୁରା ଦେଖିପାରୁଛେ ଲୋକମାନେ ନାଇଁ ଆମ ତଳା ଏଇ 10 ଦିନ ହେଲା ପଡିଲା ଯେ ସେକେଣ୍ଡ ଥର। ତ ଏଥର ବି ଲୋକମାନଙ୍କର ତଳା ହେଇକି ନାଇଁ ନଙ୍ଗଳ କରିକି ନାଇଁ ରୁଆ ବି ଆରମ୍ଭ କରି ଦେଇ ସାରିଲେନି। ତଳା କେତେ ସୁନ୍ଦର ବି ତଳା ବି ହେଇଛି ପୁରା। ଏ ସାଇଡ ଫୁଲ ତଳା ପଡିଛି। ତ ମୁଁ ତ ଆମ ବିଲକୁ ଯାଉଛି, ଆମର ତଳା ବି ମୁଁ ଦେଖେଇବି। ତ ହାତରେ ବି ଅଛି ସାର ପୁଟୁଳା, ସେଠି ଗଲେ ଦେଖେଇବି। ମୁଁ ତ ତଳା ପାଖରେ ପହଞ୍ଚି ଯାଇଛି। ତ ଆମର ତଳା 3 ପାଟୁଳି ପଡିଥିଲା, ଆପଣ ତ ଦେଖେଇଥିଲେ। ତ ଥରେ ତ ପୋଡି ଯାଇଥିଲା, ତ ମୁଁ ମେଡିସିନ ମାରିବା ପାଇଁ ତ ଆସିଥିଲି ଆପଣଙ୍କୁ ଭିଡିଓରେ, ଆଗ ଭିଡିଓରେ ମୁଁ ଦେଖେଇଥିଲି ବି। ତ ଏବେ ମୁଁ ଦେଖଉଛି ତ ସେ ଟାଇମ ର ତଳା କେମିତି ହେଇଛି, ଏବେକା ଟାଇମ ର ତଳା କେମିତି ହେଇଛି ତ ମୁଁ ଦେଖଉଛି। ତ ଦେଖିବାଥିଲେ ଏଇଟା ହେଲା ଆମ ତଳା ପଡିଛି କେତେ ସୁନ୍ଦର। ତ ସେ ସାଇଡ ଟା ଦେଖିବାକୁ ମାନେ ଅଧେ ନାହିଁ ତ ମରି ଯାଇଥିଲା। ମାନେ ଏଥର ଯେମିତିଆ ଶୀତ ଗଲା, ମାନେ ମୁଁ ଭାବୁଛି ମୋ ଲାଇଫ ଏମିତି ମୁଁ ଶୀତ ଦେଖୁଛି। ମାନେ ଏଥର ବହୁତ ଶୀତ, ସେଇ ଶୀତ ଆଉ ଉତ୍ତରା ଯୋଗୁ ମାନେ ପବନ ଏତେ ଯୁଗ ପବନ ହେଲା ଯେ ତଳା ହିଁ ଉଠି ପାରିଲାନି, ସବୁ ପୋଡି ମରିଗଲା। ଯାହା ହଉ ଯେମିତି ହଉ ଭଲ, ମାନେ ଯାହା ଯେମିତି ହେଇଛି। ତଳା ବି ଏମିତିଆ ସେ ସାଇଡ ଲାଷ୍ଟ ଗୋଟାଳି ତ ପୁରା ପୋଡି ଯାଇଛି, ପୁରା ଦେଖିବେ ସେ ପୋଡି ଗଲା ପରେ। ତ ଏଟା ଯାହା ଯେମିତି ସାର ମାରିକି ଯାହା ଯେମିତି ଗୋଟେ ହେଇଯାଇଛି। ତ ମାନେ ତଳା ତ ନଙ୍ଗଳ ବି ହେଇଯାଇଛି। ତ ଆଉ 10 ଦିନ ଭିତରେ ପ୍ରାୟ ମାନେ ରୁଆ ଆମ 5 ଗୁଣ୍ଠ ରୁଆ ହେଇଯିବ। ତ ଦେଖିବାକୁ ପୁରା ଫୁଲ ନଙ୍ଗଳ ହେଇଛି, ଏତିକି ତଳା ପଡିଛି। ତ ତଳା ପଡି ସାରିଲା ପରେ ଆଉ 10 ଦିନ ଭିତରେ ତ ମାନେ ରୁଆ ହେଇଯିବ। ତାପରେ ଯେ ସର୍ଟ ପଡିବା ଯୋଗୁ, ମାନେ ତଳା ସର୍ଟ ପଡିବା ଯୋଗୁ ବାବା ଏବେ କେଜିଏ ଧାନ ଆଣିକି ଗଜା କରିକି ଆମେ ପକା ହେଇଛି। ତ ସେ ତଳା ବି ମୁଁ ଦେଖଉଛି କେମିତି କିଛି ହେଇଛି। 10 ଦିନ ଭିତରେ ତଳାଟା ମାତ୍ର 10 ଦିନ ଭିତରେ ମୁଁ ଦେଖିବି। ତ ଏଇଟା ହେଲା କେଜିଏ ଧାନ ତଳା ପକା ହେଇଛି। କେମିତି ଦେଖିବା ଏ ତଳାର ମୁଁ ସାର ବି ପକେଇଛି, ହାତରେ ବି ଅଛି ସାର, ଦେଖିବାକୁ ସାର। ତ ମୁଁ ସାର ପକେଇବି। ତ ଏକା ସାଥିରେ ଭାବୁଛି ସେଟା ମୁଁ ଜାଣୁଛି ମାସ, ମୁଁ ଜାନୁଆରୀ ଡିସେମ୍ବର 30 ଆମ ତଳା ପଡିଥିଲା। ଆଜିକି ହେଲାନି ଡିସେମ୍ବର ଫେବୃଆରୀ 2 ନା 3, ଦେଖ 4 ତାରିଖ ଆଜି ହେଲା। ତ ଦେଖିବା ତଳାର ଅବସ୍ଥା କିଛି ହେଇଛି। ତ ଏଇ 10 ଦିନ ହେଲାନି ଏଇ ତଳାଟା ପଡିଥିଲା, ଏଇ କେଜିଏ ଧାନଟା ପଡିଥିଲା। ମାନେ ତାର ସେ କେତେ ଜଲ୍ଦି ବଢିଗଲା, ସିଏ ମାସେ 4-5 ଦିନ ହେଲାନି ତଥାପି ତାର ସେ ତଳାଟା କେମିତି ହେଇଛି ଦେଖ। ସେ ସାଇଡ ପୁରା ତ ପୁଡିଗଲା, ପୁରା ଦେଖିବାକୁ ସେ ପୁଡିଗଲା। ଆଉ ଏଟା ଯାହା ଯେମିତି ହେଇଛି ସାର ମାରି ଯାହା। ତ ଏବେ ମୁଁ ସାର ବି ମାରିଦେମି। ନଙ୍ଗଳ ହେଲାନି ତ ମୋ ସେ ସାଇଡ ଟା ହେଲା ମୋ ବଡବା ଭିତା ମାରୁଛନ୍ତି। ଆମର ବି ତଳା ହେଇଗଲାନି, ତ ରୁଆ ବି ହବ। ମୁଁ ସାର ଟା ମାରିଦିଏ, ଦେନେ ଆପଣଙ୍କୁ ଦେଖେଇବି। ତ ଏଇ ଛୋଟିଆ ତଳାରେ ମୁଁ ସାର ମାରିଦେଇଛି। ତ ଦେଖିବାକୁ ହାତ ପୁରା ନିଳିଆ। ତ ସାର କଣ କଣ ମାରିଛି ଦେଖିବାକୁ ପୁରା ଦେଖଉଛି ମୁଁ। ତ ସାର ପଡିଛି ଦିଶୁଛି। ତ ତଳା ଭିତରେ ସାର ପଡିଛି, ମୁଁ ଏଇଠି ଚିହ୍ନିଥିଲି। ଏଠି ଏଇ ଭିତରେ ବି ଅଛି ସାର। ଏଇଟା ହେଲା ମୋ ତଳା, ତ ଦେଖିବେ ପୁରା ସାର ମାରି ଦେଇଛି, ହାତ ପୁରା ନିଳିଆ। ମୁଁ ଗେସ୍ କରିପାରୁଛି ହାତ ନିଳିଆ ମାନେ କେଉ ପାଉଡର ଦିଆ ହେଇଛି। ତ ନିହାତି କମେଣ୍ଟ ଜଣେଇବେ। ଇଏ ହେଇଗଲା ତ ଯାହା ଜଲ୍ଦି ହେଇଯାଉ। ତ ତଳା ମାରା ସରିଯାଉ, ଗୋଟେ ବିଲ କାମ ସରିଯିବ। ତାପରେ ଆରମ୍ଭ ହେଇଯିବ ଆମ ଘର ବାଡି କାମ, ବର୍ଜ୍ୟ କାମ। ତ ତା ଆଗରୁ ଜଲ୍ଦି ଆମ କାମଟା ସରିଯାଉ, ଭଲ ହବ, ବେଷ୍ଟ ହବ। ତ ଲୋକଙ୍କର ବି ସେ ସାଇଡରେ ନାଇଁ ରୁଆ ବି ହେଇଗଲାନି। କିଛି ଲୋକଙ୍କର ବି ରୁଆ ହେଇଗଲାନି। ମାନେ ଏ ସାଇଡ ର ଫାଷ୍ଟ, ଆମ ଏ ସାଇଡ ମାନେ ଡିସେମ୍ବର 20 ଆଡେ ଜଣକା ତଳା ପଡିଥିଲା, ସିଏ ନ ରୁଇକି ଆଉ ଜଣେ ରୁଆ ପାଇଁ ଆରମ୍ଭ ହେଇଗଲାନି। ଏଇ ସାଇଡ ବି ଦେଖିବାକୁ ସବୁ ତଳା ପଡିଛି କେତେ ସୁନ୍ଦର। ସବୁ ନଙ୍ଗଳ, ଆମର ତ ନଙ୍ଗଳ ସରିଯାଇଛି। ଏଇ ସାଇଡ ବି ପାୱାର ଟେଲର ଅଛି, ଏଇଟା ବି ନଙ୍ଗଳ ହବ ପ୍ରାୟ ମୁଁ ଭାବୁଛି। ମାନେ ଜଲ୍ଦି ରୁଆ ଆରମ୍ଭ ହେଇଯିବ ଆଉ। ସେ ସାଇଡ ଆମ ବାଲିଆପାଳ ସାଇଡରେ ନାହିଁ, ରୁଆ ସରିଗଲାନି। 1.5 ମାସ ପ୍ଲସ ରୁଆ ସରିଗଲାନି। ତ ଆମ ପଛୁଆ ବହୁତ ପଛ ବି ଆଉ କିଛି ଜାଗାରେ ତ ତଳା ପଡି ଚାଲିଛି ଏବେ। ଯା ହଉ, ଏଟା ମୁଁ ରହୁଛି ଆଜି ପାଇଁ ବ୍ଲଗ ଶେଷ କରୁଛି। ପୁଣି ଆଉ ଏକ ନୂଆ ବ୍ଲଗରେ କାଲି ଦେଖାହବ। ରହିଲି, ଜୟ ଜଗନ୍ନାଥ, ବାଏ।